ପିଲାମାନେ ଆଜିକାର ଯୋଉ ବିଷୟବସ୍ତୁ ରହୁଛି ଷଷ୍ଠ ଶ୍ରେଣୀର ସାହିତ୍ୟ ବହିରେ ଥିବା ବର୍ଷା ବର୍ଷା କବିତାର ପ୍ରଶ୍ନ ଉତ୍ତର ବିଷୟରେ। ଠିକ ଅଛି, ତ ଆଜି ସେ ପ୍ରଶ୍ନର ଉତ୍ତର ବିଷୟରେ ଆମେ ଆଲୋଚନା କରିବା। ତ ପ୍ରଥମ ପ୍ରଶ୍ନ ରହୁଛି ବର୍ଷାରେ କେତୋଟି ଋତୁ ଆସେ? ଏକ ନମ୍ବର କ ବର୍ଷାରେ କେତୋଟି ଋତୁ ଆସେ? ତ ତାର ଉତ୍ତର ରହୁଛି ବର୍ଷରେ 6ଟି ଋତୁ ଆସେ। ଋତୁ ଗୁଡା କଣ କଣ? ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ, ହେମନ୍ତ ଋତୁ, ଶୀତ ଋତୁ ଏବଂ ବସନ୍ତ ଋତୁ। ଗ୍ରୀଷ୍ମ ଋତୁ ପରେ କେଉଁ ଋତୁ ଆସେ? ତାର ଉତ୍ତର ରହୁଛି ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ। ଠିକ ଅଛି, ଏକ ନମ୍ବର ଗ ମେଘମାନେ କେଉଁଠି ମିଳିତ ହୁଅନ୍ତି? ତ ତା ଉତ୍ତର ରହୁଛି ମେଘମାନେ ଶୂନ୍ୟ ପଥରେ ମିଳିତ ରୁହନ୍ତି। ଠିକ ଅଛି, ତ ତାପରେ ପ୍ରଶ୍ନ ରହୁଛି ଘ ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେ ମାସ ଉତ୍ତପ୍ତ ଥିଲା? ଉତ୍ତର ରହୁଛି ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଦୀର୍ଘ 8 ମାସ ଧରି ଉତ୍ତପ୍ତ ଥିଲା। ଠିକ ଅଛି, ତାପରେ ଖଦ୍ୟତ କେତେବେଳେ ଉଡି ବୁଲେ? ଖଦ୍ୟତ ମାନେ କଣ ନା ଜୁଳୁଜୁଳିଆ ପୋକ। ଯୋଉ ଖଦ୍ୟତ କେତେବେଳେ ଉଡି ବୁଲେ? ନା ଖଦ୍ୟତ ବର୍ଷା ଋତୁରେ ସନ୍ଧ୍ୟା ସମୟରେ ଉଡି ବୁଲେ। ଠିକ ଅଛି, ତାପରେ 2 ନମ୍ବର ମେଘମାଳ କିପରି ଭାବରେ ଜଳ ବର୍ଷା କରେ? ନା ଉତ୍ତର ରହୁଛି ଶୂନ୍ୟ ପଥରେ ବିଜୁଳି ଓ ଘଡଘଡି ସହିତ ମେଘମାଳ ଏକତ୍ରିତ ହେଲେ ଘୋର ଗର୍ଜନ କରି ମେଘମାଳ ତୋଷ ଚିତ୍ତରେ ଜଳ ବର୍ଷା କରିବାରେ ଲାଗିଲେ। ଠିକ ଅଛି, ତାପରେ ପ୍ରଶ୍ନ ରହୁଛି 2 ନମ୍ବର ଖ ଗର୍ଜନ୍ତି ଅବରଣୀ ପାଣି ଏଠାରେ କିଏ ଗର୍ଜିବା କଥା କୁହାଯାଇଛି? ଗର୍ଜନ୍ତି ଅବରଣୀ ପାଣି ଏଠାରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି। ତାପରେ ଗ ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି? ଉତ୍ତର ରହୁଛି ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି। ଠିକ ଅଛି, ତାପରେ ଘ ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି? ଉତ୍ତର ରହୁଛି ବର୍ଷା ଋତୁ ଆସିଲେ ପୃଥିବୀ ଶସ୍ୟ ସମ୍ପଦରେ ପୂର୍ଣ୍ଣ ହୋଇଯାଏ। ସବୁଆଡେ ସବୁଜିମା ଦିଶେ। ପ୍ରାଣୀମାନଙ୍କ ଜୀବନ ଜଳ ଏବଂ ଋତୁର ପ୍ରଚୁର ପରିମାଣରେ ଚାରିଆଡେ ଭରି ରହିଥାଏ। ସୂର୍ଯ୍ୟଙ୍କର ଉତ୍ତପ କିରଣର ଭୟ ନଥାଏ। ଛତୁ ସବୁ ଫୁଟି ଉଠି ବେଶ ସୁନ୍ଦର ଦିଶୁଥାଏ। ସର୍ବୋପରି ପୃଥିବୀ ପୂର୍ଣ୍ଣଗଭା ହୋଇ ଉଠୁଥିବା ବର୍ଷା ଋତୁକୁ କବି ସକଳ ଋତୁଙ୍କର ସାର ବୋଲି କହିଛନ୍ତି। ଠିକ ଅଛି, ତାପରେ ଦେଖିବା ରେ କଣ ରହିଛି? ମୟୂର କାହାକୁ ଚାହିଁ ନୃତ୍ୟ କରେ? ମୟୂର ପର୍ବତ ଶିଖରରେ ଲାଗି ରହିଥିବା ମେଘକୁ ଦେଖି ଆନନ୍ଦରେ ନୃତ୍ୟ କରେ। ତାପରେ ଆମେ ଦେଖିବା 3 ନମ୍ବର ସରଳ ଭାଷାରେ ବୁଝାଇ ଲେଖ। ଠିକ ଅଛି, ତ ସରଳ ଭାଷାରେ ବୁଝାଇ ଲେଖ ଲେଖାଯାଇଛି ପ୍ରଥମ ଏକ ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲେ ତୋଷ ହୋଇ। ୟାର ସରଳ ଭାଷାରେ ବୁଝାଇ ଲେଖିବା। କେମିତି ଲେଖିବା? ଉତ୍ତର ଲେଖାଯିବ ମହିମଣ୍ଡଳ ଲେଖାଯିବ, ତାପରେ ତୋଷ ହୋଇ। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିରେ ବର୍ଷା କବିତାରୁ ଆସିଅଛି। ଏଠାରେ କବି ଅତି ବଡ଼ି ଜଗନ୍ନାଥ ଦାସ ମେଘ କିପରି ଜଳ ବର୍ଷା କରିଛି ତାହା ବର୍ଣ୍ଣନା କରିଛନ୍ତି। ତାପରେ ଲେଖାଯିବ ଦୀର୍ଘ 8 ମାସ ଧରି ସୂର୍ଯ୍ୟକିରଣରେ ପୃଥିବୀ ପୃଷ୍ଠ ଉତ୍ତପ୍ତ ହୋଇଥିଲା। ପୃଥିବୀର ପ୍ରାଣୀ ଜଗତ ଜଳ ବିନା ବହୁତ କଷ୍ଟ ଭୋଗ କରୁଥିଲେ। ସେମାନେ ଗ୍ରୀଷ୍ମ ଋତୁରେ ଯେଉଁ କଷ୍ଟ ଭୋଗ କରୁଥିଲେ ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଏହିପରି କଷ୍ଟଦାୟକ ଭାବେ ଗ୍ରୀଷ୍ମ କାଳରେ ଅନ୍ତ ହେଲା ଏବଂ ବର୍ଷା ଋତୁକୁ ଆଗମନ ହେଲା। ମେଘମାନେ ଶୂନ୍ୟପଥରେ ଏକତ୍ରିତ ହୋଇ ବିଜୁଳି ଓ ଘଡଘଡି ସହିତ ଜଳ ବର୍ଷା କଲେ। ପୃଥିବୀର କଷ୍ଟକୁ ଦେଖି ମେଘମାଳ ସନ୍ତୁଷ୍ଟ ହେଲେ ଏବଂ ଜଳଧାରାକୁ ତ୍ୟାଗ କଲେ, ଅର୍ଥାତ୍ ବର୍ଷା ହେଲା। ଠିକ ଅଛି, ତାପରେ ଆସୁଛି ଖ ଅଳ୍ପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ଆର ଉତ୍ତର କଣ ହବ? ନା ଅଳ୍ପ ଲେଖିବ, ତାପରେ ଉଜୁଳିଲେ। ଠିକ ଅଛି, ଉକ୍ତ ପଦ୍ୟାଂଶଟି ପଠିତ ଆମ ସାହିତ୍ୟ ବହିରେ ବର୍ଷା କବିତାରୁ ଆସିଅଛି। ଏଠାରେ କବି ଜଗନ୍ନାଥ ଦାସ ବର୍ଷା ଋତୁରେ କ୍ଷୁଦ୍ର ନଦୀମାନଙ୍କ ଅବସ୍ଥା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଠିକ ଅଛି, ବର୍ଷା ଋତୁ ଆସିବାରୁ ଅନବରତ ଜଳଧାରା ବର୍ଷିବାରେ ଲାଗିଲା। ବର୍ଷା ପାଣିର ଉତ୍ତପ୍ତ ପୃଥିବୀ ପୃଷ୍ଠ ଶାନ୍ତ ହେଲା। ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ସର୍ବତ୍ର ଉଡି ବୁଲିଲେ। ଏହି ଦୃଶ୍ୟ ବେଶ ସୁନ୍ଦର ଦିଶିଲା। ମେଘରେ ଗୁରୁ ଗର୍ଜନ ଶବ୍ଦ ଶୁଣି ବେଙ୍ଗମାନେ ପାଣି ଭିତରେ ଥାଇ ରଡି କରିବାରେ ଲାଗିଲେ। ପୃଥିବୀ ଉପରେ ଥିବା ଛୋଟ ଛୋଟ ନଦୀମାନେ ଅଳ୍ପ ବର୍ଷାରେ ପୁରି ଗଲେ। ସେମାନେ ପୁରି ଉଠି ଦୁଇ କୂଳକୁ ଲଙ୍ଘିବାରେ ଲାଗିଲେ। ନଦୀମାନଙ୍କ ପ୍ରବଳ ଲହରୀ ଦେଖାଗଲା। ଜଳପୂର୍ଣ୍ଣ ପାତ୍ରରେ ଜଳଧାରା ଉଛୁଳି ଉଠିଲା ପରି କ୍ଷୁଦ୍ର ନଦୀ ସମୂହ ଲହରୀ ସହିତ ଉଛୁଳିବାରେ ଲାଗିଲେ।
ବାସ୍ତବ ରେ ବର୍ଷା ଋତୁ ଏକ ଦୃଶ୍ୟ ଅତୀବ ମନୋରମ ଅଟେ। ତ ଏଇଭଳିଆ ଲେଖାଯିବ। ଠିକ ଅଛି। ତ ତାପରେ ଆସୁଛି ଗ ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜର ପ୍ରାୟ ଦିଶେ ମହି। ଛତୁ ଯେ ଡେସ୍ ଲେଖାଯିବ ତାପରେ ଦିଶେ ମହି। ଠିକ ଅଛି। ତ ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିରେ ଥିବା ବର୍ଷା କବିତାରୁ ଆସିଅଛି। ଏଠାରେ ପୃଥିବୀ କିପରି ରାଜା ଭଳି ଦେଖାଯାଉଛନ୍ତି ସେ ସମ୍ପର୍କରେ କବି ଜଗନ୍ନାଥ ବେଶ ମନୋଜ୍ଞ ରୀତିରେ ବର୍ଣ୍ଣନା କରିଛନ୍ତି। ତ କଣ ବର୍ଣ୍ଣନା କରିଛନ୍ତି ସେଟାକୁ ଲେଖାଯିବ, ଏଇଭଳିଆ ହିଁ ଲେଖାଯିବ। ତ ବର୍ଷା ଋତୁରେ ଆସିଲେ ପୃଥିବୀ ପୃଷ୍ଠ ଶସ୍ୟ ଶ୍ୟାମଳା ହୋଇ ଉଠେ। ଗ୍ରୀଷ୍ମର ଉତ୍ତପ୍ତ ବିକାଶ ଜାଳି ପୋଡ଼ି ଛାରଖାର ହୋଇଥିବା ପୃଥିବୀ ପୃଷ୍ଠ ନୂଆ ମେଘର ଜଳଧାରା ପାଇ ବେଶ ସବୁଜ ଶ୍ରୀରେ ବିମଣ୍ଡିତ ହୋଇ ଉଠେ। ନାନାବିଧି ଶସ୍ୟ ସମ୍ପଦରେ ପୃଥିବୀର ମୁକୁଳା ଶରୀରଟା ପୂର୍ଣ୍ଣ ହୋଇଯାଏ। ଏପରି କମନୀୟା ଶୁଭଶ୍ରୀ ଭାବୁକ ପ୍ରାଣରେ ଅହେତୁକ ଆନନ୍ଦ ସୃଷ୍ଟି କରେ। ଏହି ଋତୁରେ ପୃଥିବୀ ଉପରେ ଅସଂଖ୍ୟ ଛତୁ ଉଠିଥାଏ। ଛତୁ ଗୁଡ଼ିକ ଛତା ପରି ଦେଖାଯାଆନ୍ତି। ରାଜାଙ୍କ ଉପରେ ଛତ୍ରୀ ଯେପରି ଶୋଭା ପାଏ, ଠିକ ସେହିପରି ପୃଥିବୀ ଉପରେ ଛତୁ ଗୁଡ଼ିକ ଶୋଭା ପାଆନ୍ତି। ତେଣୁ ପୃଥିବୀ ଏକ ରାଜାର ରୂପ ଧାରଣ କରିଥାଏ। ପୃଥିବୀର ଏହି ରାଜକୀୟ ରୂପ ଦେଖି ପ୍ରାଣୀମାନେ ଆନନ୍ଦିତ ହୋଇଥାନ୍ତି। ବାସ୍ତବରେ କବିଙ୍କ ଏହି ବର୍ଣ୍ଣନା ବେଶ ଭାବଗର୍ଭିକ ହୋଇଛି। ଠିକ ଅଛି। ତ ନେକ୍ସଟ ଆସୁଛି 4 ନମ୍ବରଟା। 4 ନମ୍ବର ଆସୁଛି ନିମ୍ନଲିଖିତ ପଦ୍ୟାଂଶରେ ଖାଲି ସ୍ଥାନକୁ ବହି ଦେଖି ପୂରଣ କର। ତାର ଉତ୍ତର ମୁଁ ଡାଇରେକ୍ଟ ଉତ୍ତର କହିଦଉଛି। ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରସି। 1 ନମ୍ବର କ ଉତ୍ତର ଗଲା ଗ। ଖ ନାନା ପ୍ରକାର ଶସ୍ୟ ରାଶି ଏଣେ ପୂରିତ ମୁହିଁ ଦିଶି। ତାପରେ 5 ନମ୍ବର ଆସୁଛି ଏହି କବିତାରେ ସୂର୍ଯ୍ୟ ଓ ପୃଥିବୀ ଶବ୍ଦ ପାଇଁ ଅନ୍ୟ କେଉଁ ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଛି ତାହାକୁ ଲେଖ। ଏହି କବିତାରେ ସୂର୍ଯ୍ୟ ପାଇଁ ରବି ଶବ୍ଦ ଏବଂ ପୃଥିବୀ ପାଇଁ ମହି, ଜଗତ, ମଞ୍ଚପୁର ଶବ୍ଦ ବ୍ୟବହାର କରାଯାଇଛି। ତାପରେ 6 ନମ୍ବର ଆସୁଛି ବରଷା ଶବ୍ଦର ଗଦ୍ୟ ରୂପ ବର୍ଷା। ସେହିପରି ନିମ୍ନଲିଖିତର ଶବ୍ଦ ଗୁଡ଼ିକର ଗଦ୍ୟ ରୂପ ଲେଖ। ଯେମିତି ଆସୁଛି ଶବଦ ଶବ୍ଦ, ଗରଜି ଗର୍ଜି, ବରସି ବର୍ଷି, ଗ୍ରୀଷ୍ମ ଗ୍ରୀଷ୍ମ, ତପତ ତପ୍ତ, ଅଳପ ଅଳ୍ପ। ଠିକ ଅଛି। ତାପରେ ଆସିଲା 7 ନମ୍ବର। ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକ ଅର୍ଥ ସୂଚାଉଥିବା ଶବ୍ଦକୁ ବନ୍ଧନୀ ମଧ୍ୟରୁ ବାଛି ଲେଖ। ତ ୟାର ଉତ୍ତର କଣ ରହିବ? ମଞ୍ଚପୁର କାହାକୁ ବୁଝଉଛି? ସ୍ୱର୍ଗପୁର ନା ପାତାଳପୁର ନା ମର୍ତ୍ତ୍ୟପୁର? ମଞ୍ଚପୁର ମାନେ ମର୍ତ୍ତ୍ୟପୁର। ଭୁଞ୍ଜନ୍ତି ଭୁଞ୍ଜନ୍ତି ମାନେ କଣ? ଭୋଜନ କରନ୍ତି ନା ଭୋଗ କରନ୍ତି ନା ଭରଣ କରନ୍ତି? ଭୁଞ୍ଜନ୍ତି ମାନେ ଭୋଜନ କରନ୍ତି। ମଣ୍ଡୁକ ମଣ୍ଡୁକ ମାନେ କଣ? ସାପ, ବେଙ୍ଗ, ମୟୂର। କଣ? ମଣ୍ଡୁକ ମାନେ ବେଙ୍ଗ। ତାପରେ ଆସୁଛି ନିଶାମୁଖୀ ସକାଳ ସନ୍ଧ୍ୟା ବେଳେ ରାତି। ଉତ୍ତର କଣ ଆସିବ? ତାର ନିଶାମୁଖୀ ମାନେ ସନ୍ଧ୍ୟା ବେଳ। ସେଇଭଳି 8 କୁ ଯେପରି ଅଷ୍ଟ କୁହାଯାଏ ସେହିପରି ନିମ୍ନଲିଖିତ ଶବ୍ଦ ଗୁଡ଼ିକ କଣ କୁହାଯିବ ଲେଖ। 9 କୁ ନବ, 7 କୁ ସପ୍ତ, 6 କୁ ଷଷ୍ଠ, 11 କୁ ଏକାଦଶ। ଠିକ ଅଛି। ତ ଏବେ ଲାଷ୍ଟ ଆସୁଛି 9 ନମ୍ବର। ପ୍ରତ୍ୟେକ ଧାଡ଼ିରେ 3ଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି। ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ। ତ ବର୍ଷା, ବିଜୁଳି, ଗିରିଶିଖ, ପବନ। ତ ୟା ଭିତରେ ପାର୍ଥକ୍ୟ କୋଉଟା ଅଲଗା ରହୁଛି ନା ଗିରିଶିଖ। ଖରେ ରହୁଛି ମୟୁକ, ମୟୂର, ଛତୁ, ଖଗ୍ୟତ। ୟା ଭିତରେ ପାର୍ଥକ୍ୟ କଣ? ଛତୁଟା ହିଁ ୟା ଭିତରେ ଅଲଗା ରହିଛି। ଠିକ ଅଛି। ତ ଭାବୁଛି ସମସ୍ତେ ବୁଝିପାରୁଥିବ, ଯୋଉ ଆନ୍ସର ଦେଲି ବୁଝିପାରୁଥିବ। ଯଦି ନ ବୁଝିପାରୁଛ କମେଣ୍ଟ ମଧ୍ୟରେ ନିଶ୍ଚିତ ଜଣାଇବ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ ଆଉ ତମ ସାଙ୍ଗମାନଙ୍କ ସହିତ ସେୟାର କରିବ। ତ ପୁଣି ଆଉ ଗୋଟେ ଅଧ୍ୟାୟରେ ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ଠିକ ଅଛି। ସେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।